ଆଜିର ଏ ପ୍ରେସ୍ ବାର୍ତ୍ତାକୁ ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଆଜିର ଏ ପ୍ରେସ୍ ବାର୍ତ୍ତା ନିଶ୍ଚିତ ଭାବରେ ଏ ଦେଶ ପାଇଁ ଏବଂ ବିଶେଷ କରିକି ମହିଳାମାନଙ୍କର ସଶକ୍ତିକରଣ ପାଇଁ ଏକ ମହତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଏ ବିଷୟରେ ସମ୍ପୂର୍ଣ୍ଣ ଭାବରେ ଏହା ପର୍ଯ୍ୟବେସିତ। ମୁଁ ଏ ସମ୍ବାଦ ମାଧ୍ୟମରେ ନିଶ୍ଚିତ ଭାବରେ ଗୋଟିଏ ମହିଳାଙ୍କର ସଶକ୍ତିକରଣ ପାଇଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଯଜ୍ଞ ଏବଂ ଆର ଗୋଟେ ଏହାକୁ ବିଫଳ କରିବା ପାଇଁ ଯେଉଁ ଷଡ଼ଯନ୍ତ୍ରକାରୀ ବିରୋଧୀ ଦଳମାନଙ୍କର ବିଷୟରେ ଆପଣମାନଙ୍କର ପାଖରେ ରଖିବି। ଆଉ ଏହା ପୂର୍ବରୁ ଆମର ପାଶୁରୀ ସ୍ୱରାଜ ମାନନୀୟ MP ଦିଲ୍ଲୀର ଆପଣମାନଙ୍କର ପାଖରେ ଡିଟେଲ ଆପଣମାନଙ୍କ ପାଖରେ ସେ ରଖିସାରିଛନ୍ତି ଏବଂ ସେ ବିଷୟରେ ମଧ୍ୟ ମୁଁ ଆପଣମାନଙ୍କୁ ମୋର ମତ ରଖିବା ପାଇଁ ଚାହୁଁଛି। ଗତ 17 ତାରିଖ ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଏକ କଳା ଦିବସ ଥିଲା। ଆଉ ତାର କାରଣ ହେଉଛି ଏହି ଦିନ କଂଗ୍ରେସ ଦଳ ନେତୃତ୍ୱରେ ବିରୋଧୀ ଦଳ ଦେଶର କୋଟି କୋଟି ମହିଳାଙ୍କର ସ୍ୱପ୍ନକୁ ଚୁରମାର କରିବା ସହିତ ସମ୍ବିଧାନର 131ତମ ସଂଶୋଧନକୁ ସେମାନେ ଲୋକସଭାରେ ପରାଜିତ କରିକି ଏହି ହାରକୁ ସେମାନେ ହସି ହସି ଉତ୍ସବ ଭାବେ ପାଳନ କରିଛନ୍ତି। ଏହା ଦେଶର ମହିଳାଙ୍କର ପ୍ରକୃତରେ ହାର ନୁହଁ, ଏହା ସେମାନଙ୍କର ଅହଙ୍କାର, ଏହା ହେଉଛି ଅପରିଣାମଦର୍ଶିତାର ହାର ଏବଂ ନିଶ୍ଚିତ ଭାବରେ ତାର ଉତ୍ତର ଆଗାମୀ ଦିନରେ ଏ ଭାରତ ବର୍ଷର ନାରୀ ଶକ୍ତି ଭୋଟ ଦେବା ସମୟରେ ନିଶ୍ଚିତ ଭାବରେ ସେମାନେ ତାହାର ଉତ୍ତର ଦେବେ। ଆଜି ଯେମିତି ଏ ଘଟଣାକୁ ନେଇକରି ଆଜି ନିଶ୍ଚିତ ଭାବରେ ଏ କଳା ଦିବସ ହିସାବରେ ଆମେ ତାକୁ ସାରା ଭାରତ ବର୍ଷ ଦେଖୁଛନ୍ତି, ଠିକ୍ ସେହିଭଳି ଭାବରେ ମଧ୍ୟ ଜୁନ 25, 1975 ମସିହାରେ ଯେତେବେଳେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଇମର୍ଜେନ୍ସି ଲାଗୁ କରାଯାଇଥିଲା, ସେତେବେଳେ ମଧ୍ୟ କଂଗ୍ରେସ ଦଳ ଏହାକୁ ଏକ ଖୁସି ମନାଉଥିଲେ, ଯାହାକି ଭାରତ ବର୍ଷ ପାଇଁ ଇଏ ପ୍ରଥମ ଏ ଦେଶ ପାଇଁ ଗୋଟିଏ କଳା ଦିବସ ଥିଲା। ଯଦି ଆମେ ଏହାକୁ ଆଉ ଟିକେ ଡିକୋଡ କରିବା ତାହେଲେ ମୁଁ କହିବା ପାଇଁ ଚାହେଁ ଯେ ଏ ଦେଶର ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା, ଅର୍ଥାତ୍ 140 କୋଟି ଜନସଂଖ୍ୟାର ଅଧା ହେଉଛନ୍ତି ମହିଳା। ମହିଳାଙ୍କର ବିନା ଏଠି ଏ ସୃଷ୍ଟିର ମଧ୍ୟ କଳ୍ପନା କରାଯାଇପାରେ ନାହିଁ। ଆଜି ଦେଶର ଝିଅମାନେ ମହିଳାମାନେ ସବୁ କ୍ଷେତ୍ରରେ ସେମାନେ ସେମାନଙ୍କର ପାରଦର୍ଶିତା ଆଜି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିପାରୁଛନ୍ତି। ଶିକ୍ଷା କ୍ଷେତ୍ରରେ ହେଉ, ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ, ବିଜ୍ଞାନ କ୍ଷେତ୍ରରେ ହେଉ, ପ୍ରଯୁକ୍ତି ହେଉ, କ୍ରୀଡ଼ା ହେଉ, ସବୁ କ୍ଷେତ୍ରରେ ପ୍ରଶାସନ କ୍ଷେତ୍ରରେ ମଧ୍ୟ ଯଦି ଆମେ ସେମାନଙ୍କର ପ୍ରତିଭାକୁ ଦେଖିବା ତାହେଲେ ନିଶ୍ଚିତ ଭାବରେ ସେମାନେ ସ୍କୁଲରେ ପାଠ ପଢ଼ିବା କ୍ଷେତ୍ରରେ ହେଉ କିମ୍ବା ଆଜି ଯଦି ଆମେ ଦେଖିବା ଉଡ଼ାଜାହାଜ ଆକାଶରେ ଚଲେଇବା ପାଇଲଟିଂ କାମ କରିବାରେ ମଧ୍ୟ ଆମେ ଦେଖିଛନ୍ତି ସମସ୍ତେ ଅପରେସନ ସିନ୍ଦୁର କିଭଳି ଭାବରେ ଭାରତ ଆଉ ପାକିସ୍ତାନ ଭିତରେ ଯେତେବେଳେ ଅପରେସନ ସିନ୍ଦୁର ଆରମ୍ଭ ହେଲା, ସେତେବେଳେ ମହିଳାମାନଙ୍କର ନେତୃତ୍ୱରେ କିଭଳି ଭାବରେ ନାରୀ ଶକ୍ତିର ଚମତ୍କାର ପ୍ରଦର୍ଶନ ହେଇଥିଲା ଏବଂ ଆମେ ସେ 2 ଦିନର ଏ ଯୁଦ୍ଧରେ ଆମେ ସେମାନଙ୍କର ପରାକାଷ୍ଠା ଦେଖିବା ସହିତ ବିଜୟୀ କରିବାରେ ବଡ଼ ଭୂମିକା ଆମେ ଦେଖିଥିଲେ, ନାରୀ ଶକ୍ତିର ଭୂମିକାକୁ ଆମେ ଦେଖିଥିଲେ। କିନ୍ତୁ ଆଜି ଯଦି ଆମେ ବାସ୍ତବରେ ଦେଖିବା କଂଗ୍ରେସ ଦଳ ଏବଂ ବିରୋଧୀ ଦଳ ଯେଉଁମାନେ ଇଏ ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଗତ 17 ତାରିଖରେ 18 ତାରିଖରେ ସେମାନେ ବିରୋଧ କରିଛନ୍ତି, ସେମାନେ ବାସ୍ତବରେ ଯଦି ଆମେ ତାଙ୍କ ହିଷ୍ଟ୍ରିକୁ ବି ଦେଖିବା ତାହେଲେ ନିଶ୍ଚିତ ଭାବରେ ସେମାନେ କେବଳ ମହିଳା ସଶକ୍ତିକରଣ ନାଁରେ କେବଳ ଗୋଟିଏ ତାଙ୍କର ଇଏ ହେଉଛି କେବଳ ସ୍ଲୋଗାନ ଏବଂ ଏହା ମଧ୍ୟ ତାଙ୍କର ଗୋଟିଏ ଫ୍ୟାସନ କୁହାଯାଇପାରେ। ଯେତେବେଳେ ତାଙ୍କୁ ପ୍ରକୃତ ସମ୍ମାନ ପ୍ରକୃତ ଅଧିକାର ଦେବାର କଥା ସାମ୍ନାକୁ ଆସେ, ସେତେବେଳେ ସେମାନେ ଉପରେ ଗୋଟିଏ କଥା, ଭିତରେ ଗୋଟିଏ କଥା, ସମର୍ଥନ କରିବା ଗୋଟିଏ କଥା ଏବଂ ଭୋଟ ଦେଇକି ତାକୁ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ କରିବା ଇଏ ମଧ୍ୟ ଆଉ ଗୋଟିଏ କଥା। ସମ୍ପୂର୍ଣ୍ଣ ଭାବରେ ନାରୀର ସ୍ୱାଧୀନତାକୁ ଏବଂ ନାରୀର ସମ୍ମାନକୁ ଏବଂ ନାରୀର ଅଧିକାରକୁ ସମ୍ପୂର୍ଣ୍ଣ ଭାବରେ କିଭଳି ଭାବରେ
କଂଗ୍ରେସ ଦଳ ଏବଂ ଯେଉଁମାନେ ତାଙ୍କ ସହିତ ବିରୋଧୀ ଦଳ ହିସାବରେ ଅଛନ୍ତି ସେମାନଙ୍କର ଗତ 2 ଦିନର ଯେଉଁ ଆଲୋଚନା 16 ଏବଂ 17 ତାରିଖରେ ସମ୍ପୂର୍ଣ୍ଣ ଭାବେ ଭାରତବର୍ଷର ସମସ୍ତଙ୍କର ସାମ୍ନାକୁ ଆସିଲା ଏବଂ ସେଥିରେ କଂଗ୍ରେସ ସହିତ ମିଶିଥିବା ଯେଉଁ ଦଳଗୁଡ଼ିକ ସେମାନେ ତୃଣମୂଳ କଂଗ୍ରେସ ବା ଟିଏମସି, ସମାଜବାଦୀ ପାର୍ଟି, ଆମ୍ ଆଦମୀ ପାର୍ଟି, ଡିଏମକେ, ବାମପନ୍ଥୀ ଦଳ ସମସ୍ତେ ନିଜ ଭାଷଣରେ ସାରା ଦୁନିଆକୁ ଦେଖାଇଦେଲେ ଯେ ସେମାନେ ହେଉଛନ୍ତି ପ୍ରକୃତରେ ମହିଳା ବିରୋଧୀ ଆଉ ସେମାନେ କେବଳ ମହିଳା ସଶକ୍ତିକରଣର କେବଳ ମୁଖା ପିନ୍ଧିକିରି ସେମାନେ ତାଙ୍କ କଥା କହନ୍ତି, କିନ୍ତୁ ପାର୍ଲାମେଣ୍ଟରେ ଯେତେବେଳେ ଲୋକସଭାରେ ଯେତେବେଳେ ଆଲୋଚନା ହେଉଛି ସେତେବେଳେ ପଛଘୁଞ୍ଚା ଦେବା ଏବଂ ସେମାନେ ସମ୍ପୂର୍ଣ୍ଣ ଭାବରେ ବିରୋଧ କରିବା, ଇଏ ଉଦାହରଣ ଆଜି ସେମାନେ ସୃଷ୍ଟି କରିଛନ୍ତି।